ପୁରୀରୁ କିଛି ଦୂରରେ ଥିବା ଗୋଟିଏ ଛୋଟ ଗାଁରେ ଜଣେ ବୁଢ଼ୀ ମହିଳା ରହୁଥିଲେ। ସମସ୍ତେ ତାଙ୍କୁ ମାଳତୀ ମା ବୋଲି ଡାକୁଥିଲେ। ସେ ବହୁତ ଗରିବ ଥିଲେ, କିନ୍ତୁ ତାଙ୍କ ମନରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅସୀମ ଭକ୍ତି ଥିଲା। ପ୍ରତିଦିନ ସକାଳେ ସେ ନିଜର ପୁରୁଣା ଲାଖି ଧରି ଧୀରେ ଧୀରେ ମନ୍ଦିରକୁ ଯାଉଥିଲେ ଓ କହୁଥିଲେ, ହେ କାଳିଆ ଠାକୁର, ମୋତେ ସବୁବେଳେ ତୁମ ପାଖରେ ରଖ। ଗାଁର ଲୋକମାନେ ତାଙ୍କୁ ଦେଖି ହସୁଥିଲେ। କେହି କହୁଥିଲେ, ଏତେ ବୟସରେ ଆଉ କାହିଁକି ଏତେ କଷ୍ଟ? କିନ୍ତୁ ମାଳତୀ ମା କେବେ କାହାର କଥାକୁ ମନେ ନେଉନଥିଲେ। ସେ କେବଳ ନିଜ ପ୍ରଭୁଙ୍କ ନାମ ଜପ କରୁଥିଲେ। ଦିନେ ଗାଁରେ ଭୟଙ୍କର ବର୍ଷା ଆରମ୍ଭ ହେଲା। ବାତାସ ବହୁ ଜୋରରେ ବହୁଥିଲା। ଆକାଶରେ ବିଜୁଳି ଚମକୁଥିଲା। ସେହିଦିନ କେହି ମନ୍ଦିରକୁ ଯିବାକୁ ସାହସ କରିଲେ ନାହିଁ। କିନ୍ତୁ ମାଳତୀ ମା କହିଲେ, ମୁଁ ମୋ ପ୍ରଭୁଙ୍କ ଦର୍ଶନ ନ କରି ରହିପାରିବିନି। ସେ ଧୀରେ ଧୀରେ ରାସ୍ତାରେ ଚାଲୁଥିଲେ। ରାସ୍ତା ବହୁତ ପିଛଳା ଥିଲା। ହଠାତ୍ ତାଙ୍କ ପାଦ ଖସିଗଲା ଓ ସେ ମାଟିରେ ପଡ଼ିଗଲେ। ତାଙ୍କ ହାତରୁ ଲାଠିଟି ଦୂରକୁ ଛିଟିଗଲା। ବର୍ଷାରେ ଭିଜି ଭିଜି ସେ କାନ୍ଦି କହିଲେ, ହେ ଜଗନ୍ନାଥ, ମୁଁ ଆଉ ଚାଲିପାରୁନି। ଆଜି କି ମୁଁ ତୁମ ଦର୍ଶନ ପାଇବି ନାହିଁ? ଠିକ୍ ସେତେବେଳେ ଗୋଟିଏ ଛୋଟ କଳା ବର୍ଣ୍ଣର ପୁଅ ତାଙ୍କ ସାମ୍ନାରେ ଆସି ଦାଉଡ଼ିଲା। ତାଙ୍କ ମୁହଁରେ ମିଠା ହସ ଥିଲା। ସେ କହିଲା, ଆଈ, ଭୟ କରନି, ମୁଁ ତୁମକୁ ମନ୍ଦିରକୁ ନେଇଯିବି। ପୁଅଟି ମାଳତୀ ମାଙ୍କ ହାତ ଧରି ଧୀରେ ଧୀରେ ମନ୍ଦିର ପର୍ଯ୍ୟନ୍ତ ନେଇଗଲା। ମନ୍ଦିରରେ ପହଞ୍ଚି ସେ ପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ହେଲେ। ତାଙ୍କ ଆଖିରୁ ଆନନ୍ଦର ଲୁହ ଝରି ପଡ଼ିଲା। ଦର୍ଶନ ସରି ସେ ପଛକୁ ଘୁରି ସେହି ପୁଅକୁ ଧନ୍ୟବାଦ ଦେବାକୁ ଚାହିଁଲେ, କିନ୍ତୁ ସେଠାରେ କେହି ନଥିଲେ। ପୁଅଟି ହଠାତ୍ ଅଦୃଶ୍ୟ ହୋଇଯାଇଥିଲା। ସେତେବେଳେ ମନ୍ଦିରର ପୂଜାରୀ ଆସି ଆଶ୍ଚର୍ଯ୍ୟ